ରିନା ଜଣେ ମାଛ ଧରାଳି ପରିବାରର ଥିଲା। ହେଲେ ତାର ବାପା କୁଆଡ଼େ ହଜି ଯାଇଥିବାରୁ ଘରର ସବୁ ଦାୟିତ୍ୱ ଏବେ 13 ବୟସର ଝିଅ ରିନା ଉପରକୁ ଆସିଯାଇଥିଲା। ଗୋଟେ ଦିନ ତା ବାପା ମାଛ ଧରିବାକୁ ଯାଇଥିଲେ ଯେ ଆଉ କେବେ ବି ଫେରିଲେନି। ଗାଁର ଲୋକମାନେ ତାକୁ ବହୁତ ଖୋଜିଲେ, ହେଲେ ତାକୁ କୋଉଠି ବି ପାଇଲେନି। ରିନାକୁ ତା ବାପା ଏମିତି ହଠାତ୍ ହଜି ଯାଇଥିବାରୁ ବହୁତ ଅଜବ ଲାଗୁଥିଲା, ଆଉ ତାକୁ ବହୁତ ରାଗ ବି ଲାଗୁଥିଲା। ହେଲେ ତାକୁ ତା ପରିବାର ପୋଷିବାର ଥିଲା। ରିନାର ମା ଅଧିକାଂଶ ବେମାରରେ ପଡ଼ୁଥିଲେ, ସେଥିପାଇଁ ତାକୁ ହିଁ ସବୁ କିଛି କରିବାକୁ ପଡ଼ୁଥିଲା। ତାଙ୍କ ପରିବାର ବହୁତ ପୂର୍ବରୁ ମାଛ ଧରିବା କାମ କରୁଥିଲା। ସେ ତା ବାପାଙ୍କ ସହ କେତେଥର ନଦୀ କୂଳ ଆଡ଼େ ବୁଲିବାକୁ ଆସିଥିଲା। ରିନାର ବାପା ତାକୁ ବହୁତ ସାରା ମାଛ ଆଉ ନଦୀ ବିଷୟରେ ଗପ କହୁଥିଲେ। ତାର ବାପା ସବୁବେଳେ ତାକୁ କହୁଥିଲେ, ଆମେ ଯାହା ଭାବୁ, ଯାହା ମନେ ପକାଉ, ନଦୀ ବି ସେମିତି କିଛି ଆମକୁ ଦେଖାଇଥାଏ। ରିନା ଏସବୁ କେବେ ବି ବୁଝିପାରୁନଥାଏ। ତାକୁ ଖାଲି ଏସବୁ ଗପ ଶୁଣିକି ମଜା ଲାଗୁଥିଲା। ଏବେ ଯେତେବେଳେ ସେ ଏକା ମାଛ ଧରିବାକୁ ଯାଉଥିଲା, ଗାଁର ଲୋକମାନେ ନିଜର ଫାଇଦା ପାଇଁ ତାକୁ ବଡ଼ ନଦୀକୁ ମାଛ ଧରିବାକୁ ମନା କରିଦେଉଥିଲେ। ରିନାକୁ ତା ଘର ଚଳାଇବା ପାଇଁ ଆଉ ଗୋଟେ ନଦୀ ଖୋଜିବାକୁ ପଡ଼ୁଥିଲା। ସେ ଗାଁଟି 2 ଭାଗ ହୋଇଯାଇଥିଲା। ଗୋଟେ ଭାଗରେ ସବୁ ଗାଁ ଲୋକ ଆଉ ସେ ବଡ଼ ନଦୀ ଥିଲା, ଆଉ ଗୋଟେ ଭାଗରେ ଖାଲି ଜଙ୍ଗଲ ଥିଲା। ସେ ଜଙ୍ଗଲ ଏତେ ଘଞ୍ଚ ଥିଲା ଯେ ସେଠାକୁ ଗାଁ ଲୋକ କେହି ବି ଯାଉନଥିଲେ। ଆଉ ଗାଁର ଲୋକମାନେ କୁହନ୍ତି କି ସେ ଜଙ୍ଗଲ ପାଖରେ ଗୋଟେ ନଦୀ ଥିଲା। ଆଉ ରିନା ଏ କଥା ଶୁଣିକି ସେ ନଦୀରୁ ଯାଇ ମାଛ ଧରିବ ବୋଲି ଭାବିଲା। ଆଉ ଗୋଟେ ଦିନ ସେ ତାର ସବୁ ଜିନିଷ ନେଇ ଜଙ୍ଗଲ ଆଡ଼କୁ ବାହାରିଗଲା, ସେ ନଦୀରୁ ମାଛ ଧରିବା ପାଇଁ। ସେ ଛୋଟବେଳୁ ସେ ଗାଁରେ ରହିକି ବି ସେ କେବେ ବି ସେ ଜଙ୍ଗଲର ଭିତରକୁ ଦେଖିନଥିଲା। ଦିନରେ ବି ସେ ଜଙ୍ଗଲ ଭିତର ଅନ୍ଧାର ଦେଖାଯାଉଥିଲା। ରିନାକୁ ସେଠାରେ ଟିକେ ଟିକେ ଡର ମଧ୍ୟ ଲାଗୁଥିଲା। ହେଲେ ସେ ସାହସ କରି ଜଙ୍ଗଲର ଭିତରକୁ ଯିବାକୁ ଲାଗିଲା। ଆଉ ସେତିକି ବେଳେ ତାକୁ କିଛି ଦୂରରେ ଗୋଟିଏ ନଦୀ ଦେଖାଗଲା। ସେ ସେଇ ନଦୀ ପାଖକୁ ଯାଇ ପାଣି ପିଇବାକୁ ଲାଗିଲା। ହେଲେ ସେ ନଈକି ପାଣି ପିଇବା ସମୟରେ ତାକୁ ପାଣିରେ ନିଜର ଛାଇ ଦେଖିବା ବଦଳରେ ତାକୁ ପାଣିରେ ତା ବାପାଙ୍କ ଛାଇ ଦେଖାଗଲା। ସେ ତା ବାପାର ଛାଇ ଦେଖି ଟିକେ ଡରିଗଲା ଆଉ ଠିଆ ହୋଇ ପଡ଼ିଲା। ରିନା ଆଉ ଥରେ ସେ ପାଣି ଭିତରକୁ ଦେଖିଲା ତ ଏବେ ସେ ପାଣିରେ ତାର ହିଁ ଛାଇ ଦେଖାଯାଉଥିଲା। ରିନା ଭାବିଲା ଏଇଟା ବୋଧେ ତାର ଭ୍ରମ ହୋଇଥିବ। ରିନା ଆଉ ସେ ବିଷୟରେ ନ ଭାବିକି ମାଛ ଧରିବା ପାଇଁ ସେ ଯେତେବେଳେ ନଦୀକୁ ଜାଲ ପକାଇଲା, ତାର ଗୋଡ଼ଟି ଖସିଗଲା ଆଉ ସେ ନଦୀକୁ ଖସି ପଡ଼ିଲା। ରିନାକୁ ପହଁରିବା ଆସୁନଥିଲା। ସେ ଯେମିତି ସେମିତି କରି ନଦୀର କୂଳକୁ ଆସିଲା। ଆଉ ଉପରକୁ ଉଠିବାକୁ ଚେଷ୍ଟା କଲା ତ ତାକୁ ଏମିତି ଲାଗିଲା ଯେମିତି ପାଣି ଭିତରୁ କେହି ଜଣେ ତା ଗୋଡ଼କୁ ଧରି ପକାଇଛି ଆଉ ତାକୁ ନଦୀର ଭିତରକୁ ଟାଣୁଥିଲା। ରିନା ତା ଗୋଡ଼କୁ ଛଡ଼ାଇବାକୁ ବହୁତ ଚେଷ୍ଟା କଲା, ଆଉ ବହୁତ ଚେଷ୍ଟା କରି ସେ ଉପରକୁ ଆସିଲା ଭାରି। ଉପରକୁ ଆସି ସେ ଯେତେବେଳେ ପାଣି ଭିତରକୁ ଅନାଇଲା, ତାକୁ ସେମିତି କିଛି ବି ଦେଖାଯାଉନଥିଲା। ତାକୁ ଏବେ ବହୁତ ଅଜବ ଲାଗୁଥିଲା। ତାକୁ ଏମିତି ଲାଗୁଥିଲା ଯେମିତି ତା ଆଖପାଖରେ କେହି ଜଣେ ଅଛି। ଆଉ ସେ କିଛି ବି ଭାବିବା ପୂର୍ବରୁ ସେ ଦେଖିଲା ନଦୀରେ ଗୋଟିଏ ନାଲି ଗାମୁଛା ଭାସିକି ତା ଆଡ଼କୁ ଆସୁଛି। ସେ ନାଲି ଗାମୁଛା ଯେମିତି ତା ପାଖକୁ ଆସିଲା, ସେ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ସେ ନାଲି ଗାମୁଛା ଠିକ୍ ସେମିତି ଥିଲା ଯେମିତି ତା ବାପା ସବୁଦିନ ଗୋଟିଏ ନାଲି ଗାମୁଛାକୁ କାନ୍ଧରେ ପକାଉଥିଲେ। ସେ କିଛି ବି ଜାଣିପାରୁନଥିଲା ଯେ ତା ବାପାଙ୍କ ଗାମୁଛା ସେ ନଦୀକୁ କେମିତି ଆସିଲା। ରାନୀ ମନେ ମନେ ଭାବିଲା କି ସେମିତିକା ନାଲି ଗାମୁଛା ଆଉ କାହାର ବି ହୋଇଥିବ। ଆଉ ସେ ଠିଆ ହୋଇ ପୁଣି ଜାଲ ପକାଇବାକୁ ଲାଗିଲା। ଆଉ କିଛି ସମୟ ପରେ ସେ ଜାଲ ଉପରକୁ ଉଠାଇବାକୁ ଲାଗିଲା। ହେଲେ ଯେମିତି ସେ ଜାଲକୁ ଭିଡ଼ିବାକୁ ଲାଗିଲା, ସେ ବହୁତ ଭାରି ଲାଗୁଥିଲା। ରାନୀ ଭାବିଲା ବୋଧେ ଜାଲରେ ଗୋଟେ ବଡ଼ ମାଛ ପଡ଼ିଯାଇଛି।
ଆଉ ସେଥିପାଇଁ ସେ ଜାଲକୁ ଜୋରରେ ଭିଡ଼ିବାକୁ ଲାଗିଲା। ହେଲେ ସେ ଜାଲ ସହ ନଦୀରୁ ଯାହା ବାହାରିକି ଆସିଲା ତାକୁ ଦେଖି ରୀନାର ପାଦ ତଳୁ ମାଟି ଖସିଗଲା। ସେ ଜାଲରେ ତା ବାପାର ମଲା ଶରୀର ଥିଲା। ରାନୀ ତା ବାପାର ମଲା ଶରୀର ଦେଖି ଜୋରେ ଜୋରେ କାନ୍ଦିବାକୁ ଲାଗିଲା। ରାନୀକୁ ଏମିତି ଲାଗୁଥିଲା ଯେମିତି ତା ଆଖପାଖରେ କୋଉ ଭୂତ ପିଶାଚ ଅଛନ୍ତି। ହେଲେ ସେ ତା ବାପାଙ୍କ ଶବକୁ ସେଠାରେ ଛାଡ଼ିକି ଯାଇପାରୁନଥିଲା। ଆଉ ସେ ବହୁତ କଷ୍ଟରେ ତା ବାପାଙ୍କ ଶବକୁ ପାଣି ଭିତରୁ ଉପରକୁ ଆଣିବାକୁ ଲାଗିଲା। ଯେତେବେଳେ ସେ ଶବ ସମ୍ପୂର୍ଣ୍ଣ ଉପରକୁ ଆସିଲା ଭାରି ରୀନା ତାକୁ ଦେଖି ବହୁତ ଡରିଗଲା। କାରଣ ତା ବାପାଙ୍କର କେବଳ ଅଧା ଶରୀର ହିଁ ଥିଲା। ଏମିତି ଲାଗୁଥିଲା ଯେମିତି କୋଉ ଜଙ୍ଗଲୀ ଜନ୍ତୁ ତାଙ୍କର ଅଧା ଶରୀରକୁ ଖାଇ ଦେଇଛି। ରାନୀ ଆଉ କିଛି ଭାବିବା ପୂର୍ବରୁ ସେ ଦେଖିଲା ତା ଆଖି ସାମ୍ନାରେ ସେ ନଦୀରୁ ଗୋଟିଏ ବହୁତ ଭୟାନକ ଦେଖାଯାଉଥିବା ପିଶାଚି ବାହାରିଲା। ସେ ପିଶାଚିର ବହୁତ ବଡ଼ ବଡ଼ ଦାନ୍ତ ଥିଲା। ଆଉ ତା ପୁରା ଶରୀରରେ ରକ୍ତ ଲାଗିଥିଲା। ଆଉ ତା ପାଟିରେ ରକ୍ତ ବି ଲାଗିଥିଲା। ସେ ପିଶାଚି ରାନୀ ଆଡ଼କୁ ଦେଖି ଟିକେ ହସିଲା। ଆଉ ରାନୀର ଆଖି ସାମ୍ନାରେ ସେ ନଦୀର ରଙ୍ଗ ରକ୍ତ ପରି ଲାଲ ହୋଇଗଲା। ରାନୀ ଏହା ଦେଖି ଜୋରେ ଡରିଗଲା। ଆଉ ଗୋଟେ ଜୋରେ ଚିତ୍କାର କଲା। ଆଉ ପଛକୁ ନ ବୁଲି ସେଠାରୁ ଦୌଡ଼ିକି ଚାଲିଗଲା। ସେହି ଦିନଠାରୁ ରାନୀ କେବେ ବି ସେ ଜଙ୍ଗଲର ଆଡ଼କୁ ଗଲାନି। ସେ ଗାଁ ଲୋକଙ୍କୁ ଆସି ସେ ସବୁ କଥା କହିଲା ଯାହା ତା ସବୁ ସହ ଘଟିଥିଲା। ହେଲେ ତା କଥାକୁ କେହି ବି ବିଶ୍ୱାସ କଲେନି। ହେଲେ ସେ ଜାଣିଥିଲା ଯେ ତାପରେ ତା ବାପା ବି ଗୋଟେ ଦିନ ଏମିତି ନଦୀକୁ ମାଛ ଧରିବା ପାଇଁ ଯାଇଥିବେ। ଆଉ ସେ ଭୟାନକ ପିଶାଚିର ଶିକାର ହୋଇଥିବେ। ଆଉ ଏବେ ରାନୀ ମାଛ ଧରିବା କାମ ଛାଡ଼ି ଗୋଟିଏ ପରିବା ଦୋକାନ କରି ତା ପରିବାର ପୋଷୁଥିଲା। ହେଲେ ଆଜି ଯାଏଁ ବି ତା ସହ ଘଟିଥିବା ଘଟଣାକୁ ସେ ଭୁଲିପାରୁନଥିଲା। କାହାଣୀଟି ସରିଲା। ଯଦି ଆପଣମାନଙ୍କୁ ମୋ କାହାଣୀଟି ପସନ୍ଦ ଆସିଥାଏ ତାହେଲେ ମୋ ଚ୍ୟାନେଲ ଲିନୁ ଅଫିସିଆଲି 0.2କୁ ସବସ୍କ୍ରାଇବ୍ କରିବାକୁ ଜମାରେ ବି ଭୁଲିବେନି। ଆଉ ହଁ, ଯଦି ଆପଣମାନଙ୍କ ସହ ବି ଏମିତି କିଛି ହରର ଘଟଣା ଘଟିଛି ତାହେଲେ ଆମ ସହ ସେୟାର କରିବେ। ଆପଣ ଆପଣଙ୍କର ଷ୍ଟୋରି କହିଲେ ମୁଁ ତାକୁ ମୋ ନେକ୍ସଟ ହରର ଷ୍ଟୋରିରେ ଆଣିବାକୁ ଚେଷ୍ଟା କରିବି। ଦେଖା ହେବ ନୂଆ ଏକ ହରର ଷ୍ଟୋରିରେ। ରହୁଛି, ଜୟ ଜଗନ୍ନାଥ।